ଜଣଙ୍କ ନାମରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିପାରିବ ଜାଣନ୍ତୁ। ଆରବିଆଇର ନିୟମ ଅନୁଯାୟୀ ଜଣେ ବ୍ୟକ୍ତି କେତେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବ। କ'ଣ କହୁଛି ନିୟମ? ସେ ସଞ୍ଚୟ ହେଉ କିମ୍ବା କୌଣସି କାରବାର ହେଉ, କୌଣସି ବି ସ୍ଥାନରେ ବ୍ୟାଙ୍କ ଆକାଉଣ୍ଟ ପାଇଁ ଆବଶ୍ୟକତା ରହିଛି। ଆଜିକାଲି ପ୍ରାୟ ସମସ୍ତଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି, ଯେଉଁଥିରେ ସେମାନେ ନିଜ ଟଙ୍କା ସଞ୍ଚୟ କିମ୍ବା କାରବାର କରିବାକୁ ପସନ୍ଦ କରନ୍ତି। ଯେତେବେଳେ କି କିଛି ଲୋକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସରକାରୀ ଯୋଜନା ମଧ୍ୟ ଲାଭ ମଧ୍ୟ ପାଇଥାନ୍ତି। ଏହିପରି ପରିସ୍ଥିତିରେ ଗୋଟିଏ କିମ୍ବା ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଥାଇପାରେ। କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଦୁଇଟାରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି। ତେବେ ଆପଣଙ୍କ ମନରେ କେବେ ପ୍ରଶ୍ନ ଅଛି କି ଜଣେ ବ୍ୟକ୍ତିଙ୍କର କେତେ ବ୍ୟାଙ୍କ ଆକାଉଣ୍ଟ ରହିପାରିବ? ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବିଷୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇର ନିୟମ କ'ଣ କୁହାଯାଇଛି? ତେବେ ଆସନ୍ତୁ ଆପଣଙ୍କୁ କହିବା ଯେ ଆରବିଆଇର ଏପରି ନିୟମ ଅଛି ଯାହା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। କେତେ ପ୍ରକାର ବ୍ୟାଙ୍କ ଆକାଉଣ୍ଟ ରହିପାରିବ? ସଞ୍ଚୟ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ଜିରୋ ବାଲାନ୍ସ ଆକାଉଣ୍ଟ, ଦରମା ଆକାଉଣ୍ଟ, ସଞ୍ଚୟ ଓ କରେଣ୍ଟ ଆକାଉଣ୍ଟ। ଯଦି ଆପଣଙ୍କର ଦୈନିକ କିମ୍ବା ମାସିକ ସଞ୍ଚୟ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏଥିପାଇଁ ଏକ ସଞ୍ଚୟ ଆକାଉଣ୍ଟ ଖୋଲିପାରିବେ। ଦେଶରେ ସେଭିଂ ଆକାଉଣ୍ଟ ହେଉଛି ସର୍ବାଧିକ ବ୍ୟବହୃତ ପ୍ରାଥମିକ ଆକାଉଣ୍ଟ। ସଞ୍ଚୟ ଆକାଉଣ୍ଟର ସୁଧ ଦିଆଯାଇଥାଏ। ବିଭିନ୍ନ ମାସ ଅନୁଯାୟୀ ବିଭିନ୍ନ ବ୍ୟାଙ୍କ ଦ୍ୱାରା ସୁଧ ହାର ମଧ୍ୟ ଦିଆଯାଇଥାଏ। ଏହା ବ୍ୟତୀତ ଲୋକମାନେ ବ୍ୟବସାୟ ପାଇଁ କରେଣ୍ଟ ଆକାଉଣ୍ଟ ବ୍ୟବହାର କରନ୍ତି, ଯେତେବେଳେ କି କିଛି ଲୋକ ଦରମା ଖାତା ବ୍ୟବହାର କରନ୍ତି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଭାରତର କୌଣସି ସଂଖ୍ୟକ ଆକାଉଣ୍ଟ ରଖିପାରିବେ। ଏଥିପାଇଁ କୌଣସି ସୀମା ଧାର୍ଯ୍ୟ କରାଯାଏ ନାହିଁ। ତଥାପି ଏହା ଜରୁରୀ ଯେ ଆପଣ ଖୋଲିଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ବ୍ୟାଙ୍କ ଦ୍ୱାରା ଦେୟ ଆଦାୟ ହେବ।